ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 2/6/2026 ସିବିଟି ମୋଡ଼ରେ ହୋଇଥିବା OSSCର ଆର୍ଆଇ, ଏଆର୍ଆଇ, ଅମିନ, ICDS, SFSର ସେକେଣ୍ଡ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆମେ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ଏହି ପରୀକ୍ଷା ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍କୁ ଆନାଲିସିସ୍ କରିଥାଏ। ତା ସହିତ ଜବ୍ ରିଲେଟେଡ୍ ନୋଟିଫିକେସନ୍ ନଲେଜେବଲ୍ ଭିଡ଼ିଓକୁ ମଧ୍ୟ ଆପଣମାନଙ୍କ ପାଇଁ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ବୁଝିହେଲା ପିଲାମାନେ? ତେଣୁକରି କିଛି ଅସୁବିଧା ହେବ ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 ପ୍ରଶ୍ନ କ'ଣ କହୁଛି ନା, ହୁ ଏମଙ୍ଗ ଦ ଫଲୋଇଂ ୱାଜ୍ ଆୱାର୍ଡେଡ଼ ଦ ଅର୍ଜୁନ ଆୱାର୍ଡ଼ ଇନ୍ 2025। ତାମାନେ 2025 ମସିହାରେ କିଏ ଅର୍ଜୁନ ପୁରସ୍କାର ପାଇଥିଲେ ବୋଲି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ ଦୀପ୍ତି ଜିବାଞ୍ଜି। ଦୀପ୍ତି ଜିବାଞ୍ଜି ଇଏ ହେଉଛନ୍ତି ଜଣେ ପାରା ଆଥଲେଟ୍। ୟାକୁ ମଧ୍ୟ ମନେ ରଖିବେ ଯେ କି 400 ମିଟର ସ୍ପ୍ରିଣ୍ଟ ପାଇଁ ପ୍ରସିଦ୍ଧ, ମାନେ 400 ମିଟର ଧାବିକା ପାଇଁ ସେ ପ୍ରସିଦ୍ଧ ହେଲା। ମନେ ରଖିବେ ପିଲାମାନେ, ସେ ହେଉଛନ୍ତି ପାରା ଆଥଲେଟ୍ସ। ଓକେ, ସେମିତିକା ଆମର ନର୍ମାଲ୍ ଯେଉଁ ଅର୍ଜୁନ ଆୱାର୍ଡ଼ ପାଇଥିଲେ ସେମାନଙ୍କୁ ମଧ୍ୟ ପଢ଼ିକିରି ଯିବେ। ଓକେ, ଦେନ୍ ଆମେ ଦେଖିବା ନମ୍ବର 2, ହୁ ୱାଜ୍ ଦ ମେନ୍ ଲିଡର ଅଫ୍ ଦ ମୁଣ୍ଡା ରିବେଲିୟନ୍। ଯେଉଁ ମୁଣ୍ଡା ବିଦ୍ରୋହ ହୋଇଥିଲା ସେଇଥିରେ ମୁଖ୍ୟ ଲିଡର କିଏ ଥିଲେ ବୋଲି ଆପଣମାନଙ୍କୁ ପଚାରିଛି। এইটা ବହୁତ ଇଜି ପ୍ରଶ୍ନ, ସମସ୍ତେ ଜାଣିଛନ୍ତି ବିର୍ସା ମୁଣ୍ଡା ହେଉଛନ୍ତି ମୁଣ୍ଡା ବିଦ୍ରୋହର ଲିଡର, ଯେଉଁଟାକି ଆମର ଛଟନାଗପୁର ଏରିଆରେ ହୋଇଥିଲା, ମାନେ ବିଶେଷ କରିକି ବିହାର, ଝାଡ଼ଖଣ୍ଡ, ତାପରେ ଆମର ଓଡ଼ିଶା, ୱେଷ୍ଟବେଙ୍ଗଲ এই ଏରିଆ ମାନଙ୍କରେ ଦେଖା ଦେଇଥିଲା ହେଲା। କେବେ ହୋଇଥିଲା ଏଇଟା ମଧ୍ୟ ମନେ ରଖନ୍ତୁ ନା, 1899ରୁ 1900 ମସିହା ଭିତରେ ଆମର ମୁଣ୍ଡା ବିଦ୍ରୋହ ହୋଇଥିଲା, ତାକୁ ମଧ୍ୟ ମନେ ରଖିବେ। ବୁଝିହେଲା ପିଲାମାନେ? ନେକ୍ସଟ ଆସନ୍ତୁ ନମ୍ବର 3, କ'ଣ କହୁଛି ପିଲାମାନେ, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ୟଙ୍ଗେଷ୍ଟ ମାଉଣ୍ଟେନ୍ ଇନ୍ ଇଣ୍ଡିଆ। ଭାରତର ସବୁଠାରୁ ୟଙ୍ଗେଷ୍ଟ ମାଉଣ୍ଟେନ୍ କେଉଁଟା, ମାନେ ଯେଉଁ ଅପସନ୍ ଦେଇଥିଲା ସେ ଭିତରେ ଅପସନ୍ ରହିଥିଲା ଆପଣମାନଙ୍କର ବିନ୍ଧ୍ୟା, ସାତପୁରା, ଆରାବଲି ଆଉ ହିମାଲୟାନ ରହିଥିଲା। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ ହିମାଲୟାନ। ତେଣୁକରି ହିମାଲୟାନ ମାଉଣ୍ଟେନ୍ ହେଉଛି ଏହି 4ଟି ମଧ୍ୟରୁ ୟଙ୍ଗେଷ୍ଟ ମାଉଣ୍ଟେନ୍। ପଚାରିବ ଆଗାମୀ ସିଫ୍ଟରେ କେତେ ବର୍ଷ ହେଲା ନା, 50 ମିଲିୟନ୍ ଇୟର୍ସ ଏଗୋ, ମାନେ 50 ମିଲିୟନ୍ ବର୍ଷ ହୋଇଗଲାଣି ହିମାଳୟାନ ପାହାଡ଼ଟାକୁ। ଆଉ ମନେ ରଖିବେ ହିମାଲୟାନ ଗୋଟେ ହେଉଛି ଆମର ଫୋଲ୍ଡ ମାଉଣ୍ଟେନ୍, ୟାକୁ ମଧ୍ୟ ମନେ ରଖିବେ ପିଲାମାନେ। ଦେନ୍ ଆମେ ଦେଖିବା ଆରାବଳି। ଆରାବଳି ହେଉଛି ଆମର ଇଣ୍ଡିଆର ଓଲ୍ଡେଷ୍ଟ ମାଉଣ୍ଟେନ୍, ୟାକୁ ମଧ୍ୟ ମନେ ରଖିବେ। ଓକେ, ନେକ୍ସଟ ଦେଖିବା ନମ୍ବର 4, କ'ଣ କହୁଛି ନା, ଓଡ଼ିଆ ଫିଲ୍ମ ପୁଷ୍କରା। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ପୁଷ୍କରା ଫିଲ୍ମ ରିସିଭ୍ସ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ ଇନ୍ ହ୍ୱିଚ୍ ଇୟର୍। ପୁଷ୍କରା ଗୋଟେ ଓଡ଼ିଆ ଫିଲ୍ମ ରହିଥିଲା, ସେଇ ଫିଲ୍ମଟିଏ କେଉଁ ବର୍ଷ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ ପାଇଥିଲା, ଜାତୀୟ ପୁରସ୍କାର ପାଇଥିଲା ଓଡ଼ିଆ ଫିଲ୍ମ କ୍ୟାଟେଗୋରୀରେ। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ 2023 ମସିହାରେ। ମନେ ରହିଲା ପିଲାମାନେ? ଆଗାମୀ ସିଫ୍ଟରେ ପଚାରିବ ଯେଉଁ 2023 ମସିହାରେ ପୁଷ୍କରା ଫିଲ୍ମଟିଏ ନ୍ୟାସନାଲ୍ ପୁରସ୍କାର ପାଇଥିଲା ସେଇଟା କେତେତମ ପିଲାମାନେ, ନା 71, 71ତମ। ମନେ ରଖିବେ। ଏହାର ଡାଇରେକ୍ଟରକୁ ମଧ୍ୟ ଜାଣି ରଖନ୍ତୁ, ଏହାର ଡାଇରେକ୍ଟର ହେଉଛନ୍ତି ଶୁଭ୍ରାଂଶୁ ଦାସ, ମନେ ରଖିଥିବେ। ସେମିତିକା ଏହି ଫିଲ୍ମରେ ଆଉ ଆକ୍ଟର କିଏ ଥିଲେ ନା, ସବ୍ୟସାଚୀ ମିଶ୍ର ଥିଲେ, ପିଣ୍ଟୁ ନନ୍ଦ ଥିଲେ। ମନେ ରହିଲା? ଏହି ଫିଲ୍ମଟିଏ କେଉଁ ସିନେମା ପ୍ରଡକ୍ସନରୁ ପ୍ରଡ୍ୟୁସ୍ କରାହୋଇଥିଲା, ମନେ ରଖିବେ ପିଲାମାନେ, ତରଙ୍ଗ ଯେଉଁ ଚ୍ୟାନେଲ୍ ରହିଛି ସେଇ ତରଙ୍ଗ ପ୍ରଡକ୍ସନ୍ ଦ୍ୱାରା ଇଏ ପ୍ରଡ୍ୟୁସ୍ ହୋଇଥିଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ, ଏହି ଫିଲ୍ମଟିଏ କେଉଁ ଉପନ୍ୟାସକୁ ଫଲୋ କରିକିରି କରାହେଇଛି, ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଇଏ ଗୋଟେ ରିଏଲ୍ ଷ୍ଟୋରି, ଆପଣମାନଙ୍କର ଗୋଟେ ଉପନ୍ୟାସରୁ ଆଧାରିତ ଏହି ସିନେମାଟିଏ, ତାକୁ ମଧ୍ୟ ମନେ ରଖିବେ। ନେକ୍ସଟ ଆସନ୍ତୁ ନମ୍ବର 5, କ'ଣ କହୁଛି ନା, ହ୍ୱିଚ୍ କଣ୍ଟ୍ରି ଗିଭ୍ସ ନୋବେଲ ପିସ୍ ପ୍ରାଇଜ୍। କେଉଁ କଣ୍ଟ୍ରି ନୋବେଲ ପିସ୍ ପ୍ରାଇଜ୍ ଦେଇଥାଏ? ପିଲାମାନେ ସମସ୍ତେ ଏକ୍ଜାମରେ ମାରିଥିବେ ସ୍ୱିଡେନ୍, କିନ୍ତୁ ସ୍ୱିଡେନ୍ କରେନି। ସ୍ୱିଡେନ୍ କ'ଣ କରେ ନା, ଆପଣମାନେ ଜାଣିଛନ୍ତି ଆମର ବୈଜ୍ଞାନିକ ଜଣେ ଥିଲେ ଆଲଫ୍ରେଡ୍ ନୋବେଲ। ସେ ଯେଉଁ ଆମର ଡାଇନାମାଇଟ୍ ବମ୍ବକୁ ଉଦ୍ଭାବନ କରିଥିଲେ ସିଏ ଥିଲେ ସ୍ୱିଡେନ୍ ଦେଶର। ସେଇ ଦେଶ ହିଁ କ'ଣ କରେ ନା, ଫିଜିକ୍ସ, କେମିଷ୍ଟ୍ରି, ଫିଜିଓଲୋଜି, ମାନେ ମେଡ଼ିସିନ୍ ଯେଉଁଟା, ଲିଟରେଚର, ଏଗୁଡ଼ାକୁ ସିଏ କ'ଣ କରିଥାଏ ନା ପୁରସ୍କାର ଦେଇଥାଏ। କିନ୍ତୁ ପିସ୍ ପାଇଁ ନରୱେ ଦେଶ ପୁରସ୍କାର ଦେଇଥାଏ। ନରୱେର ଅସ୍ଲୋରୁ ପୁରସ୍କୃତ ହୋଇଥାନ୍ତି। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ନୋବେଲ ପିସ୍ ପ୍ରାଇଜ୍ ନରୱେର ଅସ୍ଲୋରୁ ପୁରସ୍କୃତ ହୋଇଥାନ୍ତି। ସେମିତିକା ଇକୋନୋମିକ୍ ପୁରସ୍କାରଟିଏ ମଧ୍ୟ ନୋବେଲର କିଏ ଦେଇଥାଏ, ୟାକୁ ମଧ୍ୟ ମନେ ରଖିବେ ହେଲା।
या पर देखा नंबर 6 कौन कौच ना व्हिच टीम वन होम ग्राउंड इन इंडियन सुपर लीग फुटबॉल 2025 2025 मसीह जो इंडियन सुपर लीग माने फुटबॉल खेलटा होता ସେଇଟା ତାର ହୋମ୍ ଗ୍ରାଉଣ୍ଡରେ ଖେଳ ହୋଇଥିଲା। ତେଣୁକରି କିଏ ୱିନ୍ କରିଥିଲା ବୋଲି ପଚାରିଛି। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ ମୋହନ ବାଗାନ। ମନେ ରଖିବେ ପିଲାମାନେ, ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ମୋହନ ବାଗାନ ସହିତ ବେଙ୍ଗଲୁରୁର ଆମର ଫାଇନାଲ୍ ଖେଳ ହୋଇଥିଲା କଲିକତାଠାରେ। ଭେନୁ ମଧ୍ୟ ପଚାରିବ, କଲିକତା ହୋଇଯିବ ହେଲା। ସେଇଥିରେ ମୋହନ ବାଗାନ 2 ଗୋଲ୍ ମାରିଥିଲେ ଆଉ ବେଙ୍ଗଲୁରୁ 1 ଗୋଲ୍ ମାରିଥିଲା ହେଲା। ଆଉ ଗୋଟେ ପଏଣ୍ଟ ଜାଣି ରଖନ୍ତୁ, ପ୍ଲେୟାର ଅଫ୍ ଦ ମ୍ୟାଚ୍ କିଏ ପାଇଥିଲେ? ମନେ ରଖିବେ ଜାମି ମେକ୍ଲାରେନ୍ ସେ ପାଇଥିଲେ, जे कि ऑस्ट्रेलिया देशर या मन रखिए। बुझीगला पिलामाने। तेणुकरी स्पोर्ट्स रिलेटेड एवं आपण मानकर प्राइज रिलेटेड बहुत क्वेश्चन रोचे ताकू पढ़ी एग्जाम को जीवे। सेमितिका ओडिया मंत्रिमंडल शुद्धि आसाला, अनुच्छेद 5टी प्रश्न आसाला, अनुवाद प्रत्येक शिफ्ट आसाला, इंग्लीश सेमितिका ट्रांसलेसन प्रत्येक शिफ्ट 2-3टी लेखा आसूँ। आसतु पिलामाने एबे देखिबा इंग्लीश सेक्शन को। इंग्लीश रे एंटोनिम 3-4टी प्रश्न पड़ीथिला। गोटे थिला सस्टेनेबिलिटी, तार विपरीत शब्द हो अनटेनेबल। सेमतिका इंट्रिकेट रो अपोजिट पचारिथिला। इंट्रिकेट रो कोन हो? इंट्रिकेट माने कॉम्प्लेक्स, तार एंटोनिम्स कोन हो? सिंपल हो पिला माने। सेमितिका पचारिथिला एब्युंडेंस। एब्युंडेंस माने होची प्रचुर, बहुत, तार विपरीत हो लैकिंग माने अभाव, स्कार्सिटी माने मध्य अभाव, या मन रखिए है। सेमितिका इंग्लीश रो पैसेज पड़ीथिला 5टी प्रश्न। से पैसेज रे ही एंटोनिम्स प्रश्न मध्य देइथिला। एक्टिव वॉइस, पैसिव वॉइस, डायरेक्ट स्पीच, इनडायरेक्ट स्पीच, ट्रांसलेशन, इडियम फ्रेज, सिंगल वर्ड एगुड़ा बारंबार आसूची। ए शिफ्ट मध्य आसीथिला। सेमितिका रीजनिंग रे सेम टू सेम रोची पिला माने। अल्फाबेट सीरीज रोची, कोडिंग डिकोडिंग, डायरेक्शन, ब्लड रिलेशन, सिटिंग अरेंजमेंट, ए सब प्रश्न रोची। देन आम देखा मैथ। मैथ रे आपण मानकर मीन रो गोटे प्रश्न पचारिथिला, स्फीयर कर्व सरफेस एरिया प्रश्न पचारिथिला, पाइप प्रश्न थिला, ट्रेन, सीआईएसआई प्रत्येक शिफ्ट रे गोटे गोटे लेखा आसूची। रेशियो रो एवरेज स्पीड रो प्रश्नटीए पचारिथिला। तेणुकर ये सब टॉपिक को निश्चय पढ़ंतु आउ एग्जाम को जातु। प्रत्येक दिन एनालिसिस पिला माने देखंतु। एनालिसिस आपण मानक पई बहुत बेनिफिट हबो। एनालिसिस देखला पर नोट करिवे, चैनल को सब्सक्राइब करिवे, वीडियो को लाइक करिवे आउ सांग मानक निकट को शेयर करिवे। पीडीएफ पाई ओरिड हेबे नै, टेलीग्राम चैनल रे जॉइन करिवे, सेथरे पीडीएफ पाई परिवे, जहार लिंक डिस्क्रिप्शन बॉक्स रे रहिछि हैला। सेशन केमति लागिला निश्चय मतामत जणाइबे। धन्यवाद।